फूल तोड़ा एवं उत्तर दे सम्मानित करी না পড়েছি কাড়ে ধন্যবাদ সহ গ্রহণ কলি জীবন 50 বর্ষ বিতি এই ছুয়া মানুষ মু ধন্যবাদ দেবি অক্লান্ত পরিশ্রম করছি মু যদি বঞ্চি রুহে অনুষ্ঠান চালিব মরিগলা পরে দেখিপারিনি কଣ হব তথাপি মু অনুরোধ করছু এই ছ মানুষ এই অনুষ্ঠানକୁ উজ্জীবিত করে রখন্তু ধন্যবাদ। तापरे पुणी मु निवेदन करुच्ची पुणी से वयोज्येष्ठ व्यक्ति जे कि अनुष्ठान कहले ताको ही बुझाए आमे समस्त टाहिटा पर कहू दाम्पिसा जहाँ तो कर तमें प्रधान घर कर आमे आउ किए जे आज सही वयोज्येष्ठ व्यक्ति हजार थर मृत्यु मुखर बंची रही जी सबुदिन 24 नाम जगह जागरण हांडी जाती से आउ कहीं नुहति दी थर गुड़ी खाई से बंची सारे तेणु से होती आउ कहीं नुहति दामोदर प्रधान महाशय अनुरोध करुच्ची उत्तर एवं फूल तोड़ा दे समर्थन कर साइड ठिया यापरे आओ हाँ सर्वशेष जोटा प्रथमे हवा कथा से लास्ट को रखी दीचे आम जहाँ को आज आम प्रोग्राम जहाँ को अपेक्षा करूँ आम डिसेम्बर मसरू जे होली आसो आम वर्तमान डेप्यूटी कलेक्टर थिबा भद्रक डिस्ट्रिक्ट रो श्रद्धा देवव्रत महापात्र को आज आम समर्थना करुँ अनुष्ठान तरफ करताल ताली हाथ ताली दिंतु जहाँकि आम अनुष्ठान उन्नति भविष्य से करेंगे तेणु समर्थन कर उत्तर एवं फूल तोड़ा दे देवव्रत महापात्र डेप्यूटी कलेक्टर भद्रक डिस्ट्रिक्ट अरे कहाई के रे एबे अनुरोध करुच्ची जे जार किछि मंतव्य किछि किछि दबार थाए अनुष्ठान तरफ पुणी आमर डेप्यूटी कलेक्टर अनुरोध जे
ଆମର ଏ ଗ୍ରାମର ପୂର୍ବତନ ସରପଞ୍ଚ ଯିଏକି ଥିଲେ ନିତାନ୍ତ ମହାପାତ୍ର ତାଙ୍କୁ ମଧ୍ୟ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇକି ସମ୍ମାନିତ କଲେ। ଏବେ ମୋ କହିବାରେ କାହାରି ଯଦି କିଛି କହିବାରେ ଅଛି କହିବେ, ତାପରେ ଆମେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ କରିବୁ। କିଛି କହିବାର ନାହିଁ ତାହେଲେ ମତେ ଆମର ଆଜିର ଯିଏ ମୁଖ୍ୟ ଅତିଥି ମୁଖ୍ୟ ଆକର୍ଷଣ ଡେପୁଟି କଲେକ୍ଟର କହିଲେ ତ ଆମକୁ ଟିକେ ଟିକେ ହସ ଲାଗୁଛି, କାରଣ ଯେହେତୁ ଆମର ପିଲା ଆମ ମାଟିର ଗୌରବ ଆମର ଘରର କଥା। ତେବେ ଯାହା ହଉ ଆଜି ସମୟ ଜୁଟିଲା, ମୁଁ ଯେତେବେଳେ 3 ଦିନ ଆଗରୁ କହିଛି ଯେ ଛୁଟି ମିଳିବ ନା, ଅଧିବାର ଦିନ ବୋଧେ ସେ ଆସିଥିଲା ନା, ମୁଁ ଚେଷ୍ଟା କରିମି ଏଠି ଭାବୁଥାଏ ବାସ୍ତବରେ କି ଆମର ଚେଷ୍ଟା ସଫଳ ହବନି କି, କାରଣ ବହୁ ଜାଗାରେ ସିଏ ଏମିତି 60-70 ଜାଗାରେ ସମ୍ବର୍ଦ୍ଧନା ପାଇସାରିଲାଣି, କିନ୍ତୁ ନିଜ ଗାଁରୁ ଆମେ ଟିକେ ପାଖରେ ବସିବା ଟିକେ ସମ୍ବର୍ଦ୍ଧନା କରିବା ସେଇଟା ଆମର ବହୁତ ଅବଶୋଷ ଥିଲା। ଯାହା ସେ ଅବଶୋଷ ଆଜି ପୂରଣ ହେଲା। ତେଣୁ ଅନୁରୋଧ କରୁଛି ତାଙ୍କ ତରଫରୁ ସିଏ ସରକାରୀ ଭାଷାରେ କିଛି କଥା ଉପସ୍ଥାପନ କରିବେ, କଲା ପରେ ତାପରେ ମାନପତ୍ର ଆଉ ଯାହା କିଛି ଦେଇକି ଆମର ଯିଏକି ଆଜିର ମୁଖ୍ୟ ଆକର୍ଷଣ ସେଟା ସେ ତାପରେ କହିବେ। ଆଉ ଧନ୍ୟବାଦ ସମସ୍ତଙ୍କୁ ମୋର ହୃଦୟ ଭରା ପ୍ରଣାମ। ମଞ୍ଚାସୀନ ଏ ସଭାର ସଭାପତି, ଉପସ୍ଥିତ ଏ ଗ୍ରାମର ସମସ୍ତ ବয়োଜ୍ୟେଷ୍ଠ ବ୍ୟକ୍ତିତ୍ୱ, ଉପସ୍ଥିତ ଆପଣଙ୍କର 14 ଦଳ ଯେଉଁ 24 ପ୍ରହର ନାମଯୋଗ୍ୟ କମିଟିର ସମସ୍ତ କର୍ମକର୍ତ୍ତା ବୃନ୍ଦ, ଉପସ୍ଥିତ ଏ ଗ୍ରାମର ସମସ୍ତ ଅଧିବାସୀ ବୃନ୍ଦ ତଥା ଶ୍ରଦ୍ଧାଳୁ ତଥା ଦୂର ଦୂରାନ୍ତରୁ ଆସିଥିବା ଆପଣଙ୍କର ପାଖ ଗ୍ରାମ ବା ଦୂରାନ୍ତରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ତଥା ସମସ୍ତ ବ୍ୟକ୍ତିତ୍ୱ, ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ। ଘଟଣା ହେଉଛି ଯେମିତି ଆମର ବয়োଜ୍ୟେଷ୍ଠ ରାଉ ଦାଦା କହୁଥିଲେ ଯେ ଆକ୍ଚୁଆଲି 14 ଦଳ ଯେଉଁ କମିଟି ଆମର 50 ବର୍ଷ ଛୁଇଁଲାଣି ତାକୁ, ତା ପାଇଁ ମୁଁ ତାଙ୍କୁ ଆପଣଙ୍କର 14 ଦଳ କମିଟିକୁ ମୁଁ ସାଧୁବାଦ ଜଣାଇବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଉଛି, ଯେମିତି ଆପଣଙ୍କର ଯେଉଁ ଅନୁଷ୍ଠାନ ଦୀର୍ଘଜୀବୀ ହଉ ଏବଂ ବହୁତ ଦିନ ଧରି ଚାଲୁ। ତେଣୁ ତା ପାଇଁ ଗୋଟେ ଜୋରଦାର ତାଳି ହଉ। ଦ୍ୱିତୀୟତଃ ଯେଉଁ କଷ୍ଟ ପରିଶ୍ରମ ସେମାନେ କରୁଛନ୍ତି ଆପଣଙ୍କର 14 ଦଳ ପାଇଁ, ଯେମିତି ହେଲେ ସମସ୍ତଙ୍କ ନାଁ ନେବା ସମ୍ଭବ ହଉନି। ମୋ ସାମ୍ନାରେ ମୁଁ ଯାହା ଦେଖିପାରୁଛି ରାଉ ଦାଦା, ଗୌରାଉ ଦାଦା, ଆମର ସମସ୍ତ ବୀର ଦାଦା, ମୁନା ଦାଦା ବା ଅନ୍ୟାନ୍ୟ ସମସ୍ତ, ତାଙ୍କୁ ଯେତେ ଆପଣଙ୍କର ଧନ୍ୟବାଦ ଦେଲେ କମ୍ ହବ ଯାହା ମୋତେ ଲାଗେ ନା, କାହିଁକି ନା ଆମେ 4 ଦିନ ମାତ୍ର 14 ଦଳକୁ ଉପଭୋଗ କରୁଛୁ। ସେମାନେ ପ୍ରତ୍ୟେକ ବର୍ଷ ପ୍ରାୟ 14 ଦଳ ପୂର୍ବରୁ 3 ମାସ ଧରିକି, ପ୍ରାୟ 3 ମାସ ମୁଁ ଯାହା ଭାବେ ଯେ 3 ମାସ ଧରିକି ସେମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ଯାହାଫଳରେ ଆମର 14 ଦଳଟି 4 ଦିନ ଯେଉଁ ଆମର ଇଏଟି ସଫଳ ହୋଇପାରୁଛି। ତଥା ଯାହା ମୁଁ ଦେଖିଲି, ତଥା ଯୁବକ ଲୁନା ଦାଦା ରହିଲେ, ଗୁଡ ଦାଦା ରହିଲେ, ଆମର ଅନ୍ୟାନ୍ୟ ସମସ୍ତ ରହିଲେ, ସମସ୍ତଙ୍କ ନାଁ ନେବା ସମ୍ଭବ ହଉନି, କ୍ଷମା କରିବେ। ତେଣୁ ଆପଣମାନଙ୍କର ଯେଉଁ ଅକ୍ଳାନ୍ତ ପରିଶ୍ରମ ତଥା ଆପଣଙ୍କର ଅକ୍ଳାନ୍ତ ନିଷ୍ଠା ବଳରେ ଆପଣଙ୍କର 14 ଦଳ ପ୍ରତିବର୍ଷ ସଫଳ ହେଇ ଚାଲିଛି, ଯାହାକି ଏ ଗ୍ରାମ ପାଇଁ ଗୋଟେ ରେକର୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଚ୍ଛା, ଅନ୍ୟ ଗୋଟିଏ କଥା ଯଦି କହିବି, OS ପାଇଲା ପରେ ପ୍ରାୟ ମୋତେ 40-50 ଜାଗାରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏବେ ଗତ 2 ମାସ ହେଲା ମୁଁ ଭଦ୍ରକ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବରେ କାମ କରୁଛି। ପ୍ରାୟ ସେମିତି 50-60 ସ୍କୁଲକୁ, କଲେଜକୁ, ଅନ୍ୟାନ୍ୟ ଜାଗାକୁ ମୁଖ୍ୟ ଅତିଥି ଭାବରେ ଯିବାର ସୌଭାଗ୍ୟ ଲାଭ କରିଛି। କିନ୍ତୁ ଏସବୁ ଭିତରେ ଆପଣଙ୍କର ମୋ ଗ୍ରାମରୁ ମୋତେ ସମ୍ବର୍ଦ୍ଧନା ମିଳିବାଟା ନିଶ୍ଚିତ ଭାବରେ ମୋ ପାଇଁ ସୌଭାଗ୍ୟ ତଥା ମୋ ପାଇଁ ନିଶ୍ଚିତ ଭାବରେ ଗୌରବର କଥା। ତେଣୁ ମୁଁ 14 ଦଳର ସମସ୍ତ କମିଟି କର୍ମକର୍ତ୍ତାମାନଙ୍କୁ ମୁଁ ଅଶେଷ ମୋ ହୃଦୟର ନିଭୃତ କୋଣରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହିତ
ଅନ୍ୟାନ୍ୟ ଗୋଟେ କଥା କହିବା ପାଇଁ ଚାହୁଁଛି ଯୋଉ 14 ଦଳରେ ଘାଉ ଦାଦା ଆମେ କାଲି ଆଜି ସକାଳେ ଡିସ୍କସନ୍ କରୁଥିଲୁ ଯେ ଯାହା ଯାହା ସମସ୍ୟା ରହିଛି ଯେମିତି ଆପଣଙ୍କର ପରମାନେଣ୍ଟ ଆପଣଙ୍କର ଷ୍ଟେଜ ହଉ ବା ଅନ୍ୟାନ୍ୟ ଯାହା ବି ହଉ ମୁଁ ତାଙ୍କୁ କହୁଥିଲି ଯେ ଆମେ କ'ଣ କେମିତି ଗୋଟେ କରିବା ଯାହାଫଳରେ କି ଆପଣଙ୍କର ଏଇଟା ଗୋଟେ ପରମାନେଣ୍ଟ ସଲ୍ୟୁସନ୍ ହେଇପାରିବ ଆଉ ଏଇଟା ଦୀର୍ଘଜୀବୀ ହେଇପାରିବ। ତେଣୁ ସମସ୍ତଙ୍କୁ ମୁଁ ସାଧୁବାଦ ଜଣାଇବା ସହିତ ଆପଣମାନଙ୍କର ସହଯୋଗ କାମନା କରି ଆପଣଙ୍କର 14 ଦଳକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ତଥା ଆପଣମାନେ ଯୋଉ ସହଯୋଗ ଜାରି ରଖିଛନ୍ତି ଏଇ ସହଯୋଗ ଜାରି ରଖନ୍ତୁ ଏବଂ 14 ଦଳକୁ ଦୀର୍ଘଜୀବୀ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ଆଉ କିଛି କହିବ ନାହିଁ। नमस्कार समस्त दर्शक मानू एवं एठारे उपस्थित थिबा समस्त गुरुजन मानू मोर हृदय प्रणाम। जहाँ खुशी लगुच दीपू आमर अंचल पिला है गौरवान्वित कर अंचल को आम समस्ते टी ताड़ी दबा जे आम खुशी कहीपर जे भद्रक डेपुटी कलेक्टर हूँ सी मो पुतुरा छुआ जहाँ भी हो एवं एठारे समस्त गुरुजन माने जे कि चले आछंती 14 दल को 50 वर्ष धरी तो मु चाहिबी आमर जेनेरेशन जेमिति 100-200 वर्ष पर्यंत यही सब 14 दल एवं दल पूर्णिमा को आगु को नहीं चलिबा। आम कथा दउछु एते पर्यंत आम थिबु ए 14 दल अनुष्ठान टी बंद होबो नहीं आम समस्ते चले रखिबा। जय जगन्नाथ। प्रणाम मोर गुरुजन मंडली तथा गण्यमान्य समस्त दर्शक बंधु अगणित भक्त वृंद ये हूँ आज 50 वर्षर कथा आमर सेते बेले जन्म नथिला जेते बेले आमर प्रथम 14 दल है द्वितीय मेली रे मोर जन्म होइतिला मु सेते जन्म होइतिली आज की आमे 45तम 24 प्रहर नाम यज्ञ कहूचे सत किंतु 50 वर्ष आज पूरीगला सी सब प्रभुंकर इच्छा जेते बेले मनीषर मेरुदंड भांगी जाए मनीष निसहाय हो जाए सेते बेले भगवान ताकू चाहती आमे जेते बेले निष्क्रिय हो गलु आमर बयस हो गला सेते बेले भगवान कहले ये अनुष्ठान आगो को किमिति आगेइबो सेति पई सी आम पाखरे गोटे आईपीएस करी जण को छिड़ा करेले जे से ही तमरो भविष्यत रे सहाय हबो तम अनुष्ठान किमिति आगो को आगेइबो सही चिंता करिवो ये सब भगवान दान ईश्वर कृपा ताहार महिमा कला तार दया हेले चिर मलय बहे से प्रभुंकर नाम जेते बेले आमे अतुट भाव रे धरिचे समस्त ग्रामवासी सहित सार्वजनीन 24 प्रहर नाम यज्ञ जेते अगणित भक्त वृंद समस्तंकर गोटे लक्ष्य ये नाम जिमिति जुगे जुगे थाऊ भगवान कहले जिमिति 4 युग ये नाम बंची रहिबो ये कली युग रे आम जीवन थिबा पर्यंत ये नाम इमिति बंची रहिबो पीढ़ी पीढ़ी जन्म होथबे ये अनुष्ठान इमिति चाली थिबो कारण ये होची से ईश्वरंक कृपा मनीष किछि करि पारे नाही मनीष हाथ रे कोन हवा अछि सदा सर्वदा सिए सेही भक्ति रे भगवान को समर्पि देछि जे प्रभु तू ही सब किछि तू ही चाहिले ये अनुष्ठान रहिबो तू न चाहिले अनुष्ठान रहिबोनी
ସେଥିପାଇଁ ଏ ସବୁ ଭଗବାନଙ୍କର ଇଚ୍ଛା। ଯାହା ହଉ ଆଜି ଏ ଅନୁଷ୍ଠାନ ସାଫଲ୍ୟମଣ୍ଡିତ ହୋଇଛି। ଆଜି 50 ବର୍ଷ ପରେ ସବୁ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଏ ମଞ୍ଚ ଉପରେ ବସି ଉପଭୋଗ କରୁଛନ୍ତି, ଦର୍ଶକମାନେ ଅନୁଭବ କରୁଛନ୍ତି ବାହାରେ ଏଇଠି ଆ ଭିତରେ 50 ବର୍ଷ ହେଇଗଲାଣି। ବା ସବୁ ସେଇ ପ୍ରଭୁଙ୍କର ଇଚ୍ଛା। ଆମକୁ ଜଣାଯାଉଛି ଯେମିତି କାଲି ଫିରି ହେଇଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ହରି ବୋଲ, ହରି ବୋଲ, ହରି ବୋଲ। ସବୁ କଥା ସରିଲା, କିନ୍ତୁ ଅସଲ କଥା ଆମେ କୋଉଥିପାଇଁ ଏଠି ଠିଆ ହେଇଛୁ ସେ କଥା ଏପର୍ଯ୍ୟନ୍ତ ହେଇନାହିଁ। ଜାଣିଛନ୍ତି କି ନାହିଁ? 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ପ୍ରଥମ ନାଟକ ହେଇଥିବା ଏ ଅନୁଷ୍ଠାନରେ କୁଣ୍ଡୁଳି ଗ୍ରାମବାସୀ ମାନେ ପ୍ରଥମ ନାଟକ କରିଥିଲେ ଏଠି ନଅଙ୍କ ଦୁର୍ଭିକ୍ଷ। ସେଥିରେ ଆଜି ଯିଏକି ମୁଖ୍ୟ ଭୂମିକା ନେଇଥିଲେ ମଧୁସୂଦନ ମଲ୍ଲିକ, ସେ ଆଜି ଆମ ପାଖରେ ଅଛନ୍ତି। ଆମର ଅନୁଷ୍ଠାନ ତରଫରୁ ଗୋଟେ ନିଷ୍ପତ୍ତି ହେଇଥିଲା ଯେ ଯେହେତୁ ସେ ପ୍ରଥମ ଦୋଳ ଉତ୍ସବରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଥମ ନାଟକରେ ଅଂଶଗ୍ରହଣ କରିଥିଲେ, ତାଙ୍କୁ ଆମେ ଅନୁଷ୍ଠାନ ତରଫରୁ ଭଦ୍ରକ ଡେପୁଟି କଲେକ୍ଟରଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରଖିବୁ। ଏଇଟା ଥିଲା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେ ପ୍ରସଙ୍ଗକୁ ବର୍ତ୍ତମାନ ସୁଦ୍ଧା କେହି ଯାଇନାହାନ୍ତି। ତେଣୁ ଆଉ ଅଧିକା ଲମ୍ବେଇବାନି। ସମସ୍ତେ ତ ଜାଣିଛନ୍ତି ଯେ ଯାତ୍ରା ହବ ମାନେ ମେଲୋଡି ଦେଖିବା ପାଇଁ ସମସ୍ତେ ଆକୃଷ୍ଟ। ଆଉ ଆମେ ଯେତେ ଲମ୍ବେଇଲେ କଣ ହବ? ତେଣୁ ମୁଁ ବର୍ତ୍ତମାନ ଅନୁରୋଧ କରୁଛି ଆମର ଡେପୁଟି କଲେକ୍ଟର ମହୋଦୟଙ୍କୁ ତଥା ଆମର 2 ଜଣ ଯେଉଁ ବୟୋଜ୍ୟେଷ୍ଠ ଅଛନ୍ତି ସମସ୍ତେ ଏକତ୍ରିତ ହେଇ ଆଜି ମଧୁବାବୁଙ୍କୁ ସମ୍ମାନିତ କରିବେ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଅନୁରୋଧ କରୁଛି ମାନପତ୍ରଟା ପାଠ କରନ୍ତୁ। ଆରେ ଜଜଙ୍କ ପାଖରୁ ଖସି ହୁଏ ନା ସେରକମ। ମୁଁ ଭାବିଥିଲି ଖସି ଚାଲିଯିବି, ସେ ତାଙ୍କର ମାନପତ୍ର ଦେଇକି ଚାଲିଯିବେ, ସିଏ କିନ୍ତୁ ମତେ ଆଉ ନ ଚାଳନ୍ତି। ନିୟମ ଅନୁପାତରେ ଫଗୁ ଦଶମୀ ଦୋଳ ଉତ୍ସବ କମିଟିର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ମାନପତ୍ର ଶ୍ରଦ୍ଧା ଶ୍ରୀଯୁକ୍ତ ମଧୁସୂଦନ ମଲ୍ଲିକ, ସାକ୍ଷୀ କୁଣ୍ଡଳୀ, ବସ୍ତା ବାଲେଶ୍ୱର। ହେ ମହାନୁଭବ, ଆପଣଙ୍କର କଳା ବିକାଶ କ୍ଷେତ୍ରରେ ଆମେମାନେ ଜାଣିବାରେ 1977 ମସିହାରେ ଆମ ଗ୍ରାମରେ ଯେତେବେଳେ ପ୍ରଥମ କରି ଫଗୁ ଦଶମୀ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଠିକ୍ ସେଇଦିନ ରାତିରେ ଆପଣଙ୍କ ଦ୍ୱାରା ପରିଚାଳିତ ହୋଇଥିବା ପ୍ରଥମ ନାଟକ ନଅଙ୍କ ଦୁର୍ଭିକ୍ଷ ଏତେ ଚିତ୍ତାକର୍ଷକ ଥିଲା ଯେ ସମସ୍ତ ଦର୍ଶକଙ୍କୁ ତାହା ସଭିଙ୍କ ହୃଦୟରେ ବାନ୍ଧି ରଖିଥିଲା। ସେହିଦିନ ଠାରୁ ଆପଣ ଆମ୍ଭ ଗ୍ରାମରେ ଅନୁଷ୍ଠିତ ହେଉଥିବା ଫଗୁ ଦଶମୀ ଦୋଳ ଉତ୍ସବ ଏବଂ 24 ପୋହ ନାମଜାରେ ଶ୍ରେଷ୍ଠ ଭୂମିକା ନେଇ ସୁଚାରୁ ରୂପେ ନିଜର କଳା ପ୍ରଦର୍ଶନ କରିଆସିଛନ୍ତି। ଆମ ଅନୁଷ୍ଠାନର ଉନ୍ନତି ପାଇଁ ଆପଣ ଆମମାନଙ୍କୁ ବହୁ ଉପାଦେୟ କଥା ମାନ ସୂଚାଇ ଚାଲି ଆସିଛନ୍ତି। ଆଜି ଏହି ଅନୁଷ୍ଠାନର 50 ବର୍ଷ ସ୍ୱର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆମେ ଆପଣଙ୍କୁ ଏହି ମାନପତ୍ର ପ୍ରଦାନ କରି ଗର୍ବିତ ମନେ କରୁଅଛୁ। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ନିରାମୟ ଜୀବନଯାପନ କାମନା କରି ଭବିଷ୍ୟତରେ କଳା ବିକାଶ କ୍ଷେତ୍ରରେ ଆପଣଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରୁଅଛୁ। ଏଠି ଫଗୁ ଦଶମୀ ଦୋଳ ଉତ୍ସବ ଏବଂ 14 ମାଦଳ କମିଟିର ସଭ୍ୟବୃନ୍ଦ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଧନ୍ୟବାଦ। ଆମର ତ ବୟସ ହେଇଗଲାଣି, ବହୁତ 65 ବର୍ଷ ହେଇଗଲାଣି। ତେଣୁ ଆମର ଏ ଅନୁଷ୍ଠାନ ପ୍ରଥମରୁ ମୁଁ ଆସି ଆଜି 65 ବର୍ଷ ହେଇଗଲାଣି। 15 ବର୍ଷ 16 ବର୍ଷ ରହିଥିଲି। ସେତେବେଳେ ମୋର ଗୁରୁ ଆମର ମୋର ଯେଉଁ ଗୁରୁ ଥିଲେ ସେ ମୋତେ ନେଇ ଆସିଥିଲେ। ତେଣୁ ତାଙ୍କ ସହିତ ମୁଁ ଏ 14 ମାସ ସବୁଦିନ ଖଟି ଚାଲିଛି। ଆଜି ମୋର ଗୁରୁ
বা ବହୁତ ଥିଲେ ସବୁ ଯେଉଁ ମାଷ୍ଟର ସବୁ ଥିଲେ ସମସ୍ତେ ଚାଲିଗଲାଣି। କେବଳ ମୋର ବଡ଼ ଭାଇ ଅନନ୍ତ ବାବୁ ତାଙ୍କ ଘର ଗୁରେଇ ସିଏ ଥିଲେ, ସିଏ ବି ଆଗ ବର୍ଷ ଚାଲିଗଲେ। ତେଣୁ ମୁଁ ଈଶ୍ୱରଙ୍କର ଇଚ୍ଛା ଯେତେ ପର୍ଯ୍ୟନ୍ତ ଚାଲିଛି ଏଇଭଳି ଅନୁଷ୍ଠାନ କରିଚାଲିଛି, ଅନୁଷ୍ଠାନର ଖଟି ଚାଲିଛି। ଆଉ ସେ ଏଇ ଅନୁଷ୍ଠାନ ମୁଁ ଜାଣିବା ଭିତରେ ଆମର ଏଇ ମାର୍କଣ୍ଡ ବାବୁ ସେ ଅନୁଷ୍ଠାନକୁ ସବୁଦିନ ପାଇଁ ସେ ବହୁତ ଦୁଃଖ ପ୍ରକାଶ କରିକି ଖଟି ଚାଲିଛନ୍ତି। ଆଉ ଏଇ ପିଲାମାନେ ବି ବହୁତ ଖଟୁଛନ୍ତି, ଆଉ ବହୁତ ଦୁଃଖ ସୁଖ ସହି ଏ ଅନୁଷ୍ଠାନକୁ କରିଚାଲିଛନ୍ତି। ଏଇଭଳି ଦୀର୍ଘ ଦିନ ଏଇଭଳି ଅନୁଷ୍ଠାନ ଚାଲିଥାଉ ବା ଆଉ ଆଗକୁ ଆମ ଚାଲିଗଲା ପରେ ବି ଏ ଅନୁଷ୍ଠାନ ସବୁଦିନ ଚାଲିଥାଉ। ସେଇଥିପାଇଁ ମୁଁ ଆପଣଙ୍କ ପାଖରେ ପ୍ରାର୍ଥନା କରୁଛି, ଠାକୁରଙ୍କୁ ଡାକୁଛି, ହେ ଠାକୁରେ ଏ ଅନୁଷ୍ଠାନକୁ ଦୀର୍ଘଜୀବୀ କରି ରଖିଥାନ୍ତୁ। ବୋଲ ଆନନ୍ଦେ କବାର ହରି ହରି କହୁ କହୁ କଥା ମାଧ୍ୟମରେ ପଦେ କଥା କହିଦେଇ ଗଲେ ମଧୁବାବୁ, ଯାହାଙ୍କୁ ଆଜି ଆମେ ସମ୍ମାନିତ କଲୁ, ସେ କଥା ମଧ୍ୟ ଆମେ ବିଚାର କରିସାରିଛୁ। ଆସନ୍ତା ବର୍ଷ ମଧ୍ୟ ଆମେ 2 ଜଣଙ୍କୁ ସମ୍ବର୍ଦ୍ଧନା କରିବୁ, ତାହା ଲିଷ୍ଟ ମଧ୍ୟ ଆମେ କରିସାରିଛୁ ଏବଂ ମଧୁବାବୁ କହିଥିବା ନାମ ମଧ୍ୟ ସେଥିରେ ଆମର ଅଛି। ଆଜି ମଧ୍ୟ ମୁଁ ସୂଚେଇ ଦେଉଛି। ତେଣୁ ଅପେକ୍ଷା, ସେଇଦିନ ସମୟ ଆସିଲେ ଆମେ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରିବୁ।